ବାଇଗଣ ବାଇଗଣ ବାଇଗଣ, ଗୋଟିଏ ବାଇଗଣ ସେଥିରେ କ'ଣ ହବ ତିଅଣ? ଏହା ଭାବୁ ଭାବୁ ତାକୁ ସମାନ 8 ଖଣ୍ଡରେ କାଟି ପକାଇଲି। ସମାନ 8 ଖଣ୍ଡରେ କାଟିଲା ପରେ ତା ଉପରେ ପ୍ରଥମେ ମ୍ୟାରିନେଟ୍ କରିବା ପାଇଁ କିଛି ଲୁଣ ପକାଇଦେଲି। ସ୍ୱାଦ ଅନୁସାରେ ଲୁଣ ତାପରେ ହଳଦୀ ପକାଇଲି। ହଳଦୀ ପରେ ଲଙ୍କାଗୁଣ୍ଡ ବି ପକାଇଦେଲି। ଏସବୁକୁ ମିଶାଇ ଟିକେ ମ୍ୟାରିନେଟ୍ କରି ରଖିଲି। ତାପରେ ହାଲକା ତେଲ ଦେଇକି ତାକୁ ଫ୍ରାଏ କରିବା ପାଇଁ ଛାଡ଼ିଦେଲି। କିଛି ସମୟ ଫ୍ରାଏ ହେବା ପାଇଁ ରଖିବା ପରେ ଚିନି ଲୁଣ ପକାଇ ଦହି ପ୍ରସ୍ତୁତ କରି ରଖିଥିଲି। ଏହାପରେ ସେଥିରେ ବାଇଗଣ ସବୁ ପକାଇଦେଲି। ପକାଇଲା ପରେ ଏହାକୁ ହାଲକା ହାଲକାରେ ତାକୁ ଦହିରେ ଫେଣ୍ଟି ଦେଲି। ତାପରେ ଛୁଙ୍କ ପ୍ରସ୍ତୁତିର ଟାଇମ୍। ଜିରା, କଳା ସୋରିଷ, ଲଙ୍କା ପକାଇ ଛୁଙ୍କ ପ୍ରସ୍ତୁତ କଲା ପରେ ସେଥିରେ ହାଲକା ଜିରା ଗୁଣ୍ଡ ଲଙ୍କାଗୁଣ୍ଡ ପକାଇ ଛୁଙ୍କକୁ ଦହିରେ ମିଶାଇ ଗୋଳେଇଲି। କହିଲେ ଦେଖି, ଦହି ବାଇଗଣ କାହାକୁ ପସନ୍ଦ ନୁହେଁ? ଛୋଟରୁ ବଡ଼ ଯାଏଁ ବର୍ଷ ଯାକ ଖାଇବାକୁ ଭଲ ଲାଗେ। ସେ ଶୀତ ହେଉ ବା ଗରମ, ଯେଉଁ ଋତୁ ହେଉଥାଉ ନା କାହିଁ ସବୁଦିନ ହିଁ ବଢ଼ିଆ ଲାଗେ।